ଆପଣଙ୍କର ଯଦି ମକର ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମକର ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ର ପବିତ୍ର ମା ସରସ୍ୱତୀ ପୂଜାଙ୍କ ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ସବୁ ଉପୁଜୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ମକର ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତା ସହିତ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ, ଜୟ ମା ସରସ୍ୱତୀ ନିଶ୍ଚୟ ଲେଖିବେ। ତେବେ ଦେଖନ୍ତୁ, ପ୍ରଥମତଃ ମକର ରାଶିର ବ୍ୟକ୍ତିବିଶେଷଙ୍କର ଅଧିପତି ହେଉଛନ୍ତି ଶନି ମହାଗ୍ରହ, ଯାହାଙ୍କୁ କର୍ମଫଳଦାତା କୁହାଯାଏ। ଯିବେ ଏବେ ଆପଣଙ୍କର, କାରଣ ଦେଖନ୍ତୁ ଶନି ମହାଗ୍ରହ ଆପଣଙ୍କର ଗୁରୁସ୍ଥାନରେ ଅଛନ୍ତି, ଯାହା ଏବେ ଆପଣଙ୍କର ନବମ ଭାଗକୁ ଗୋଚର କରିବେ। ଶନି ମହାଗ୍ରହ ଆପଣଙ୍କର ନବମ ଭାଗକୁ ଗୋଚର କରିବା ମାତ୍ରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ଢାଞ୍ଚା ମଧ୍ୟ ନୂତନ ସୃଷ୍ଟି ହେବ। ଦେଖନ୍ତୁ, ଖାସ କରି ଆପଣଙ୍କର କ୍ୟାରିୟର କ୍ଷେତ୍ରରେ, କ୍ୟାରିୟରକୁ ନେଇ ଯଦି ଆପଣ ବହୁତ ଦୁଶ୍ଚିନ୍ତାରେ ରହୁଥିଲେ କିମ୍ବା ଆପଣଙ୍କୁ ଚାକିରି ମିଳୁନଥିଲା, ଆପଣଙ୍କୁ ଅପରଚ୍ୟୁନିଟି ମିଳୁନଥିଲା, ଦେଖିବେ ତାହାର ସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କୁ ଚାକିରି ମଧ୍ୟ ମିଳିବ, ଅନେକ ମାତ୍ରାରେ ଆପଣଙ୍କୁ ସହାୟତା ମଧ୍ୟ ପ୍ରାପ୍ତି ହେବ। ଧନର ହେଉ, ଆର୍ଥିକର ହେଉ, ଆପଣଙ୍କୁ ଯେକୌଣସି ମାତ୍ରାରେ ହେଉ ସହାୟକ ପ୍ରାପ୍ତି ହେବ ଏବଂ ଭଗବାନ ମହାଦେବଙ୍କର ଆପଣଙ୍କ ଉପରେ ବିଶେଷ ଆଶୀର୍ବାଦ ରହୁଅଛି। ତେଣୁ ପ୍ରତ୍ୟେକ ସୋମବାର ଦିନ ଆମିଷ ନ ଖାଇ ଯେକୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, ଦେଖିବେ ବହୁତ ମାତ୍ରାରେ ମଙ୍ଗଳ ଘଟିବ। ଏବେ ଯଦି ଆମେ ଯଦି ଦେଖିବା ଆପଣଙ୍କର ଗୁରୁ ସ୍ଥାନରେ କିଏ ଅଛନ୍ତି ନା ଦେବଗୁରୁ ବୃହସ୍ପତି। ଦେବଗୁରୁ ବୃହସ୍ପତିଙ୍କ ଫଳରେ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହା ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ବିରାଜମାନ କରିଛନ୍ତି, ଯାହା ସପ୍ତମ ଘରେ ରହିବା ମାତ୍ରେ ଆପଣଙ୍କ ଜୀବନରେ ବାଧା ବିଘ୍ନ ସବୁ ଦୂର କରାଇବେ ଏବଂ ସପ୍ତମ ଘରେ ଦେବଗୁରୁ ବୃହସ୍ପତିଙ୍କର ଅନୁକୂଳ ସ୍ଥିତି ରହିବ। ତେଣୁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସେ। ପୈତୃକ ସମ୍ପତ୍ତି ରୂପରେ ହେଉ କିମ୍ବା ଆପଣଙ୍କର ଆର୍ଥିକ ରୂପରେ ହେଉ, ଆପଣଙ୍କୁ ଯେକୌଣସି ମାତ୍ରାରେ ଧନ ସମ୍ପତ୍ତି ପ୍ରାପ୍ତି ହେବାର ଯୋଗ ରହୁଛି। ଏବଂ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କର ସବୁଦିନ ପରି ଆପଣଙ୍କ ଜୀବନରେ ଯେତେ ସମସ୍ୟା ବାଧାବିଘ୍ନ ଉପୁଜୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ମକର ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ପ୍ରତ୍ୟେକ ଦିନ ଯେକୌଣସି ମା ମଙ୍ଗଳା ହେଉ କିମ୍ବା ମାଙ୍କ ମନ୍ଦିରକୁ ଯାଉ। ଦେଖନ୍ତୁ, ଆଜି ତ ପବିତ୍ର ସରସ୍ୱତୀ ପୂଜା ଦିନ, ତେଣୁ ସରସ୍ୱତୀଙ୍କ ପାଖକୁ ମଧ୍ୟ ଯାଇ ଆପଣ ପୂଜା ଅର୍ପଣ କରିପାରିବେ। ଦେଖିବେ ବହୁତ ମାତ୍ରାରେ ମଙ୍ଗଳ ଘଟିବ। ତେଣୁ ଆପଣ ଏତିକି ମାନିଲେ ଆପଣଙ୍କର ନିଶ୍ଚିନ୍ତ ଭାବରେ ମଙ୍ଗଳ ହେବ। ଆଉ ଅନ୍ୟ ପଥରେ ଦେଖିବେ, ଆପଣ ହନୁମାନ ଚାଳିଶା ମଧ୍ୟ ପାଠ କଲେ, ଆପଣଙ୍କର ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ। ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ, ତାହା ସହିତ ହରେକୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ, ଦେଖିବେ ଆହୁରି ମଧ୍ୟ ମଙ୍ଗଳ ଘଟିବ। ଆପଣ ଯଦି ମକର ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।